ସ୍ୱପ୍ନର ଅମରାବତୀ ଭିନ୍ନ ଏକ ପ୍ରେମ କାହିଁଟିଏ। ସମୟ ବାହାର କରି ନିଶ୍ଚୟ ଶୁଣିବେ। ସେଦିନ ରାତିରେ ନିରୁ ଖୁବ୍ କାନ୍ଦିଲା। ପବିତ୍ରକୁ କହିଥିଲା। ପବିତ୍ର ମୁଣ୍ଡରେ କିଛି ପଶିଲାନି। କ'ଣ କରିବ? ତାର ତ ଅଧାଗଢ଼ା ଜୀବନ। ପିଜି ଶେଷ କରିଥିବା ଝିଅକୁ ତା ବାପା ମା କାହିଁକି ରାଜି ଏବେ ବାହା ଦେବାକୁ? ତଥାପି ନିଜକୁ ଦୃଢ଼ କରି ନିରୁକୁ ବୁଝାଇଲା। ସ୍ୱପ୍ନ ତ ଦେଖୁଥିଲେ ଦୁହେଁ, ମାତ୍ର ସ୍ୱପ୍ନ କାହାର ସତ ହୋଇଛି? ବରଂ ନିରୁ ତୁ ଭାଇ ଓ ବାପା ବୋଉଙ୍କ କଥାରେ ରାଜି ହେଇଯା। ସମ୍ପୂର୍ଣ୍ଣ କାହିଁଟି କ'ଣ ଆସନ୍ତୁ ଶୁଣିବା। ଜୀବନରେ ଗୋଟେ ଗୋଟେ ଏମିତି ସ୍ଥିତି ଆସେ, ତାକୁ ସମ୍ମୁଖୀନ ହୋଇ ଆଗକୁ ଗୋଡ଼ ବଢ଼ାଇବାର ସାହସ ଓ ମାନସିକତାକୁ ମଣିଷ ହରାଇ ବସେ। ଦୀର୍ଘ ଜୀବନରେ ବହୁ ଘଟଣା ଦୁର୍ଘଟଣାକୁ ତ ସେ ସାରା ଦିନ ସାମ୍ନା କରିଛି। କିଛି ଦିନ ଭାଙ୍ଗି ପଡ଼ିଛି ନିଜ ଭିତରେ, ସିନା କାହାକୁ ଭାଗିଦାର କରିନାହିଁ। ଅଥଚ ମନ ତଳେ ଥିବା ଜଣକୁ ମାତ୍ର ଭଲ ପାଇ କଲେଜ ଜୀବନରେ ଅସୁମାରୀ ସ୍ୱପ୍ନ ଦେଖିଥିଲି। କେତେ କ'ଣ ଭାବିଥିଲି। ସ୍ୱପ୍ନର ଅମରାବତୀରେ ମୋ ମନର ମାନସିକକୁ ରାଣୀ କରି ରଖିବାର ସ୍ୱପ୍ନରେ ବିଭୋର ହେଉଥିଲି। କିଛି କଥା ହେବାର ସୁଯୋଗ ମିଳୁ ନ ମିଳୁ, ଥରେ ଦେଖିଦେଲେ ଯଦି ଆଖିରେ ଆଖି ମିଶିଗଲା, ଦୁହିଁଙ୍କର ସଂକ୍ରମିତ ହୋଇଯାଏ ହସ ଦୁଇ ଓଠରେ। ବାସ୍ କେବଳ ସେତିକି। ରତ୍ନ ପାଇଗଲା ପରି ଲାଗେ। ସାରାଦିନ ଖୁସି ଖୁସି ଲାଗେ। ବୋଉର ହାତ ବଢ଼ା ପଖାଳ ଭାତ କଂସାରେ ଶାଗ ଶୁଖୁଆ ଭିତରେ ମୁଁ ମାଛ, ମାଂସ, ବିରିୟାନୀର ସ୍ୱାଦ ପାଏ। ମୋ ଆନନ୍ଦ ମୋ ମୁହଁରେ ଫୁଟି ଉଠେ। ବୋଉ ଦେଖି ଆଶ୍ଚର୍ଯ୍ୟ ହୋଇ କହେ, ସବୁଦିନ ତ ହାତ ଗୋଡ଼ କଚଡ଼ା ମୋ ପୁଅର, ଆଜି କ'ଣ ଖୁବ୍ ଆନନ୍ଦରେ ଉପଭୋଗ କରି କରି ଖାଉଛି? ଖାଉ ଖାଉ ପେଟକୁ ଭାତ ତୋରାଣି ପଶିଗଲେ ମଗଜଟା ତାର ଥଣ୍ଡା ପଡ଼ିଯିବ। ନଇଲେ ତ କେତେ ରାଗରୁଷା, କେତେ ଟାଣ କଥା। ସଦା ବିଦେଶୀ ବାପା, ସୁରଟରେ କେଉଁ ଛୋଟ ମୋଟ କାରଖାନାରେ ଚାକିରି, ପୁଅ ବୋଲି ଗୋଟିଏ, ଆଗରେ ପଛରେ ଝିଅ। ମାସକ ଦରମାରୁ ନିଜ ପାଇଁ କିଛି ରଖି ଘରକୁ ମନି ଅର୍ଡ଼ର କରିଥାନ୍ତି। ଟଙ୍କା ପରେ ପରେ ପୋଷ୍ଟ କାର୍ଡ଼ରେ ଚିଠିଟେ। ପବିକୁ ନଜରରେ ରଖିବ। ସେ ଦୁଇ ଅକ୍ଷର ଭଲ ପଡ଼ିଲେ ଆମ ଦୁଃଖ ଯିବ। ଧାନି ଆଉ ପବି ମେଟ୍ରିକ ଯାଇ ଯାଆନ୍ତୁ, ସେତିକି ଯଥେଷ୍ଟ। ବଢ଼ିଲା ଝିଅକୁ ବେଶୀ ଦିନ ଘରେ ନ ରଖି ହାତକୁ ଦୁଇ ହାତ କରିଦେଲେ ଯାଏ। ପବିଟି ପାଠ ପଢ଼ୁ, ଯେତେ ପାଠ ଅଛି ସବୁ ପଢ଼ୁ, ଭଲ ଚାକିରିଟିଏ କରିବ। ଏ ମୂର୍ଖ ପଢ଼ାକୁ କମ୍ପାନୀର ମାଳି ଆଉ ପିଅନ ଚାକିରି କେଉଁ ଚାକିରିରେ ଯାଏ? ନା ପେଟ ପୁରୁଛି ନା ଅଣ୍ଟି ପୁରୁଛି, ତାକୁ ନଜରରେ ରଖିଥିବ। ପବି ଅର୍ଥାତ୍ ପବିତ୍ର ବ୍ୟାସନଗର ଅଟୋନମସ୍ କଲେଜରେ ପଢ଼ିଲା ବେଳକୁ ବଡ଼ ଝିଅ ଝାନିର ବାହାଘର ହେଲା। ଜମିବାଡ଼ି ଥିଲାବାଲା ଘର, ଜୋଇଁ ଚାକିରିଆ, ଭଲରେ ରହିଲା ଧାନି। କିନ୍ତୁ ମାନି ତ ନବମ, ତାର କଲେଜ ପଢ଼ିବା ଇଚ୍ଛା। ଦେଖାଯାଉ, ସବୁ ଠାକୁରଙ୍କ ଇଚ୍ଛା। ପବିତ୍ର ସାଙ୍ଗରେ ପଢ଼ୁଥିଲା ନିରୁପମା, ପବିତ୍ରର ପ୍ରେମିକା। ମୁହଁ ଖୋଲି କେହି କାହାରିକୁ କହି ନ ପାରିଲେ ବି ସାଧାରଣ କଥାବାର୍ତ୍ତା, ପାଠ କଥା, ନୋଟ ଦିଆନିଆ ଭିତରେ ପବିର ସ୍ୱପ୍ନର ରଙ୍ଗ ଲାଗୁଥିଲା। ସମୟ ଅନୁକୂଳରେ ଥିବ ତ କିଛି ନ ହେବା କଥା ମଧ୍ୟ ହୋଇଯିବ। ସେମିତି ଏକ ସଜ ସକାଳ ଆରମ୍ଭ ନ ହେଉଣୁ ପବିତ୍ର ଦୁଆରେ ନିରୁପମା ଛିଡ଼ା ହୋଇ ତା ନାଁ ଧରି ଡାକୁଛି। ପବି ଆଶ୍ଚର୍ଯ୍ୟ ହୋଇଗଲା। ନିରୁ ତମେ? ନିରୁ ସେତେବେଳେ କହିଥିଲା, ଦୟାକରି ଆମ ଘରକୁ ଟିକେ ଆସିବ। ବୋଉ ଦେହ କ'ଣ ହେଇଯାଉଛି, ସେ ଖୁବ୍ ଅସ୍ତବ୍ୟସ୍ତ ହେଉଛି। ବାପା ତ ବାହାରେ, ମାନେ ତାଙ୍କ ଚାକିରିରେ, କଟକରେ। ବଡ଼ ଭାଇ ନାହିଁ। ମୋଠୁ ସାନ ଧ୍ରୁବ, ସିଏ ବା କ'ଣ କରିବ? ତମେ ଆସ ନା। ପବିତ୍ର ସାର୍ଟ ଖଣ୍ଡେ ଦେହରେ ଗଳାଇ ନିରୁପମା ପଛେ ପଛେ ଗଲା। ପୁରା ମାଧପୁର ଗାଁ ଶେଷ ମୁଣ୍ଡରେ ତାଙ୍କ ଘର। ଆଗ ପଛ ହୋଇ ଦୁହେଁ ତାଙ୍କ ଘରେ ପହଞ୍ଚିଲୁ। ବାଟରେ କିଛି ପଦେ କଥା କାହା ତୁଣ୍ଡରେ ନାହିଁ। ନିରୁପମା ମା ବିକଳ ହୋଇ ଚିତ୍କାର କରୁଥାନ୍ତି। ପେଟକୁ ଜୋରରେ ଭିଡ଼ି ଧରିଥାନ୍ତି। କ'ଣ କରିପାରିବି କିଛି ଭାବିପାରୁନଥାଏ। ନିରୁପମା ମାସେ ବୋଉକୁ ନେଇ କଟକ ଯିବା କଥା ଭାବୁଛି। ପଚାରିଲା ପବିକୁ, ମୋ ସାଙ୍ଗରେ ଯିବ? ପବିତ୍ର ନିରୁପମାର ଶୁଖି ଯାଇଥିବା ମୁହଁକୁ ଚାହିଁ କହିଲା, ଏପରି ସମୟରେ ଏକଥା କ'ଣ ପଚରାଯାଏ? ତମେ କିଛି ଦିନ ଡାକ୍ତରଖାନାରେ ରହିବା ପାଇଁ ଲୁଗା, ବିଛଣା, ଚାଦର, ଗ୍ଲାସ୍, ମଗ, ଚପଲ, ତମର ଦିହଳ ପୋଷାକ ଆଉ ଯାହା ଆବଶ୍ୟକୀୟ ଜିନିଷ ଭାବୁଛ ଗୋଟେ ବଡ଼ ବ୍ୟାଗ୍ରେ ରଖ। ମୁଁ ଗାଧୋଇ ବୋଉକୁ କହି ଗାଡ଼ିଟେ ଠିକ୍ କରି ଆସୁଛି। ଆଚ୍ଛା, ଘରେ ଆଣ୍ଟାସିଡ଼ି ଅଛି କି? ମାଉସୀଙ୍କୁ 2 ଚାମଚ ପିଆଇ ଦେଲେ ହୁଅନ୍ତା। ନିରୁପମା ଆଗରେ ପବିତ୍ର ଯେମିତି ତା କଲେଜମେଟ୍ ନୁହେଁ, ସେ ସୁଦକ୍ଷ ଡାକ୍ତର ପରି ବିଶ୍ୱାସ କରିଥିଲା। ଆଉ କହିଥିଲା, ହଁ ଆଣ୍ଟାସିଡ଼ି ଅଛି। 2 ଚାମଚ ଆଣ୍ଟାସିଡ଼ି ବୋଉ ପାଟିରେ ଦେଲା ନିରୁପମା। ପବିତ୍ର ସେମିତି ଛିଡ଼ା ହୋଇଥାଏ। 10-15 ମିନିଟ୍ ଭିତରେ ନିରୁପମା ବୋଉ ଚିତ୍କାର ଧୀରେ ଧୀରେ କମିବାକୁ ଲାଗିଲା। ସେ ଆଖି ବୁଜି ପଡ଼ିଥାନ୍ତି ବିଛଣାରେ। ବୋଧେ ଭଲ ଲାଗିଲା ଭାବି ପବିତ୍ର କହିଲେ,
ତମେ ମାଉସୀଙ୍କ ପାଖରେ ଥାଅ, ମୁଁ ଗାଧୁଆ କାମ ସାରେ, ଦରକାର ହେଲେ ଗାଡ଼ି ବନ୍ଦୋବସ୍ତ କରିବା। ପବିତ୍ର ଚାଲି ଆସିଥିଲା। ନିରୁପମା ବୋଉ ପାଖରୁ ଉଠିଯାଇ କିଛି ଜଳଖିଆ ତିଆରି କଲା। ଭାଇ ଭଉଣୀ 2 ଜଣଙ୍କ ପାଇଁ ଉପମା, ତା ବୋଉ ପାଇଁ ରୁଟି ସନ୍ତୁଳା କଲା। ଘଣ୍ଟା 1.5 ଘଣ୍ଟା ପରେ ତା ବୋଉ ଉଠିଲା। ସୁସ୍ଥ ଲୋକ ପରି ଆଶ୍ୱସ୍ତ ହେଲା ନିରୁପମା। ତା ବୋଉ ଲାଟିନ୍ ଯାଇ ଗାଧୁଆ କାମ ସାରି ଆସିଲା ବେଳକୁ ପବିତ୍ର ତାଙ୍କ ଦୁଆରେ ଠିଆ ହୋଇଥିଲା। ନିରୁପମା ତା ବୋଉକୁ ସବୁ କଥା କହିଲା। ପବିତ୍ରକୁ ଡାକି ଘରେ ବସାଇଲା। ପବି କହିଥିଲା, ବୋଉକୁ ଖାଇବାକୁ ଦେଇ ପୁଣି 6 ଘଣ୍ଟା ଅନ୍ତରରେ ଆଣ୍ଟାଛିଡ଼ି ଦେଇଦେବ। ଗ୍ୟାସ୍ ଯୋଗୁଁ ମାଉସୀ ଏମିତି କଷ୍ଟ ପାଉଥିଲେ। ନିରୁପମା କୃତଜ୍ଞ ନଜରରେ ପବିତ୍ରକୁ ଚାହିଁ ସମ୍ମତି ଦେବା ସହ ସ୍ମିତ ହସଟେ ଖେଳିଗଲା ତା ଓଠରେ। ଅନେକ ଦିନରୁ ପବିତ୍ର ମନର କଥାରେ ରଙ୍ଗ ଲାଗିଯାଇଛି ଭାବି ସିଏ ବି ନିରୁ ହସରେ ସାମାନ୍ୟ ହସ ମିଳେଇଲା। ନିରୁପମାକୁ ଡାକି ତା ବୋଉ କହିଥିଲା, ନିରୁ, ଧ୍ରୁବ ଆଉ ସେ ପୁଅକୁ ଖାଇବାକୁ ଦେଇ ତୁ ଖା, ମୋ ଦେହ ଭଲ ଲାଗିଲାଣି। ଖରାବେଳେ ରୋଷେଇ ମୁଁ କରିବି। ଧ୍ରୁବ ସ୍କୁଲରୁ ଫେରୁ ଫେରୁ 4ଟା। ତୁ କଲେଜ ଯା। କିଛି ତରତର ନାହିଁ, ମୁଁ ଧୀରେ ସୁସ୍ଥେ ସବୁ କରିଦେବି। ଆଶ୍ୱସ୍ତ ହେଲା ନିରୁପମା। ପବିତ୍ର ମୁହଁରେ ଏ ଆଣ୍ଟାଛିଡ଼ି କଥା ପଶିଗଲା କେହି ବିଜ୍ଞ ଡାକ୍ତର କହିଦେଲା ଭଳି। କାହିଁ ମୋ ମୁଣ୍ଡରେ ଏତିକି ପଶିଲା ନାହିଁ ତ? କଲେଜରେ ଦେଖା ହେଲା ପବିତ୍ର ସହ। ନିରୁପମା ଟିକେ ହସି ଦେଇଥିଲା, ଆଉ ପବିତ୍ର ବି। ତା ପରଠୁ କେମିତି ସବୁ ଦୂରତା ଉବାନ ହୋଇଗଲା ଦୁହିଁଙ୍କଠାରୁ। ଦିନଟିଏ ନ ଦେଖାଦେଲେ ତା ପରଠୁ ଦୁହେଁ ଯାକ ଅଥୟ, ଅନ୍ୟମନସ୍କ କିଛି ହଜିଗଲା ପରି ମନରେ ସ୍ଥିତି। ରବିବାର ବି ନ ହୁଅନ୍ତା କି? କେଉଁଠି ଦେଖା ହେବ? ବିନା ଡାକରାରେ ନିରୁ ଘରକୁ ଯିବା ଅନୁଚିତ ହେବନି ତ? ମାଉସୀ ଖାଳେ ଖରାପ ଭାବିବେ। ଦୁହେଁ ସୋମବାରକୁ ଅପେକ୍ଷା କରନ୍ତି। ସମୟ କଡ଼ ଲେଉଟାଉଥାଏ। ଦିନରୁ ମାସ, ମାସରୁ ବର୍ଷ। ପବିତ୍ର ଆଉ ନିରୁପମାର ସୁତାକ୍ଷୀୟର ସମ୍ପର୍କ ବେଶ୍ ସୁଦୃଢ଼, ରଥଟଣା ଦୌଡ଼ିର ରୂପ ନେଇସାରିଥାଏ। ଏଇଟା ପବିତ୍ର ଓ ନିରୁପମାର ଗ୍ରାଜୁଏସନର ଶେଷ ବର୍ଷ। ପରେ ନିଜ ନିଜର ଲକ୍ଷ୍ୟକୁ ସାକାର କରିବା ପାଇଁ କିଏ ପିଜି କରିବ, କି ପବିତ୍ର ଚାର୍ଟାର୍ଡ ଆକାଉଣ୍ଟିଂ କରିବ, ତା ବାପାର ଆର୍ଥିକ ବ୍ୟବସ୍ଥା ଉପରେ ନିର୍ଭର କରେ। ସେମାନେ କିନ୍ତୁ ଦୃଢ଼ ନିଷ୍ପତ୍ତି ନେଲେ, ଯେତେ ଡେରି ହେଲେ ବି ପରସ୍ପରକୁ ଅପେକ୍ଷା କରିବେ। ସବୁ ପରିସ୍ଥିତିକୁ ସାହସର ସହିତ ମୁକାବିଲା କରିବେ। କାହାକୁ ଡରିବେନି। ବାପାର ନାଲି ଆଖିକୁ ମୁକାବିଲା କରିବେ ନା ବୋଉର ଲୁହ ଝରାକୁ ଆଡ଼େଇ ଯିବେ? ନିଜ ଭିତରେ ଏ କଥା ଭାବି ଦବି ଯାଉଥିଲେ ସିନା, ମୁହଁରେ ସାହସ ଓ ପୁରୁଷପଣିଆର କଥା ପବିତ୍ରର ଥିଲା। ନିରୁପମା ତା ହାତରେ ହାତ ମିଶାଇ ବାଟ ଚାଲୁଥିଲା। ଧ୍ରୁବ ଅର୍ଥାତ୍ ଧ୍ରୁବଚନ୍ଦ୍ର ମାଟ୍ରିକ ଫାଷ୍ଟ କ୍ଲାସ୍ ପାଇ ଶତକଡ଼ା 85 ରଖିଲା। ତା ବାପା ପୁଅର ପରୀକ୍ଷା ଫଳ ଶୁଣି ଖୁସିରେ ଘରକୁ ଆସିଲେ। ବଡ଼ ଭାଇ ଅର୍ଣ୍ଣବ ତ ବ୍ୟାଙ୍କ ସର୍ଭିସ କରି ଢେଙ୍କାନାଳରେ ଅଛି। ତା ଚିନ୍ତା ନାହିଁ। ଧ୍ରୁବ, ନିରୁ ଆଉ ବୋଉ ସମସ୍ତେ କଟକ ଚାଲିଯିବେ। ସେଠି ଧ୍ରୁବ ISC ସହ ଇଞ୍ଜିନିୟରିଂ କୋଚିଂ ନେବ। ନିରୁ ପିଜି କରିବ। ତାପରେ ଦେଖିବା କେଉଁ ପାଣି କୁଆଡ଼େ ଯାଉଛି। ବାପା କହିଥିଲେ ମୋ ଚାକିରି ଥିବା ଭିତରେ ନିରୁ ଆଉ ଅର୍ଣ୍ଣବର ବିଭାଘର ସାରିଦେବି। ଧ୍ରୁବର ତ ଡେରି ଅଛି, ଆଗ ତା କ୍ୟାରିୟର ପ୍ରତି ଧ୍ୟାନ ଦେଉ। ନିରୁର ଏ କଥା ଶୁଣି ହଂସା ଉଡ଼ିଗଲା। ତଥାପି ସାହସ କରି ବାପାଙ୍କୁ କହିଥିଲା, କଟକ JKBKରେ ତ ହଷ୍ଟେଲ ଅଛି। ଧ୍ରୁବ ହଷ୍ଟେଲରେ ରହିଲେ କ୍ଷତି କ'ଣ? ମୁଁ NC ଅଟୋନମସରେ ପିଜି କରନ୍ତି। ବାପା କହିବା ଆଗରୁ ବଡ଼ ଭାଇଙ୍କର ସ୍ୱର ଶୁଭିଲା। ବାପା ଆଉ ଧ୍ରୁବ କଟକରେ, ମୁଁ ଢେଙ୍କାନାଳରେ। ତୁ NC ଅଟୋନମସରେ, ଆଉ ବୋଉ କ'ଣ ଏକୁଟିଆ ଘରେ ରହିବ? ଦେଖିଲୁଣି ବୋଉର ଅବସ୍ଥା ଗତ ବର୍ଷ କ'ଣ ହେଲା? ଗୋବିନ୍ଦ ଦାଦା ପୁଅ ପବିତ୍ର ନ ଆସିଥିଲେ କ'ଣ ହୋଇଥାନ୍ତା ବୋଉର ଅବସ୍ଥା? ନା ନା, ଏ ଘରେ ବୋଉକୁ ଏକୁଟିଆ ରଖିବା ଆଦୌ ଉଚିତ ନୁହେଁ। ବରଂ ତମେ ସମସ୍ତେ ଗୋଟିଏ ଜାଗାରେ ରୁହ। ବାପା ଘର ରନ୍ଧା ଖାଇବେ। ପରିବାରର ସାନ୍ନିଧ୍ୟ ପାଇଲେ ଏ ବୟସର ଥକାପଣ ନିସଙ୍ଗତା ରହିବନି। ମୁଁ ଢେଙ୍କାନାଳରେ ରହିଲେ ବି ବାପା ବୋଉକୁ ପାଇ ନିଶ୍ଚିନ୍ତ ରହିବେ। ତୁ MA ସେଠି କଲେ ଧ୍ରୁବ ଘରେ ରହିଲେ ଘରଟା ଗହଳ ଚହଳ ଲାଗିବ। ମୁଁ ଦିନେ 2 ଦିନ ବ୍ୟାଙ୍କ ଛୁଟି ପାଇଲେ ତମମାନଙ୍କ ସାଙ୍ଗରେ ସମୟ କଟାଇବି। ତୁ କ'ଣ ସବୁଦିନ ଥିବୁ କି ଏମିତି? ବାହାସାହା ହେବୁ, ଚାହିଁଲେ ବାହା ହୋଇ ଚାକିରି ବି କରିବୁ। ସବୁ ଭଲ ହେବ। କଟକ ଯିବା ଫାଇନାଲ ହୋଇଗଲା। ମନ ଭଲ ଲାଗୁନଥାଏ। ମୋ ପୃଥିବୀକୁ ମୁଁ ଛାଡ଼ି ଏତେ ଦୂରରେ ରହିବି କେମିତି? ଆମ ଭଲ ପାଇବା ପରସ୍ପରକୁ ସବୁକୁ ମୁକାବିଲା କରି ସବୁ ପରିସ୍ଥିତିକୁ ବଦଳାଇ ଦେବାର ଆମ ମାନସିକତାକୁ ମୋ ବଡ଼ ଭାଇ ଭାଙ୍ଗି ଦେବେନି ତ? ଯେମିତି ମୋ MA ପଢ଼ାକୁ ଉଡ଼େଇ ନେଲେ NC ଅଟୋନମସରୁ ରେଭେନ୍ସାକୁ। କିଛି ମୁଣ୍ଡରେ ପଶିନଥିଲା କି ମୁଣ୍ଡ କାମ କରୁନଥିଲା। ଏ କଥା ପବିତ୍ରକୁ କହିବି କିପରି? କ'ଣ ପ୍ରତିକ୍ରିୟା ତାର ହେବ? ସହିପାରିବ ତ ଏସବୁକୁ? ଆଉ ବାଟ କ'ଣ ଅଛି ଏଥିରୁ ନିଜକୁ ମୁକାଳିବାକୁ?
କାହା ହାତ ଗୋଡ଼ ପାଉଛି ନିଜ ଇଚ୍ଛାରେ କିଛି କରିବାକୁ। ଅଧା ପଢ଼ାରେ କେମିତି ନିଜର ନିଷ୍ପତ୍ତି ନେଇପାରିବୁ? ବୁଝାଇ କହିବି ପବିତ୍ରକୁ। ଯେତେ ଦୂରରେ ଥିଲେ ବି ନିଜର ଆଗ ଲକ୍ଷ୍ୟ ପୂରଣ ପାଇଁ ପଢ଼ା ସାରିବା। ଯାହା ଘଟିଯାଉ ପଛେ ଅନ୍ୟ କଥାରେ ଅଚଳ ଅଟଳ ରହିବା। ଆମ ସ୍ୱପ୍ନକୁ ଆମେ ନିଶ୍ଚୟ ସାକାର କରିବା। ନିରୁପମା ଅନ୍ଧାର ଭିତରେ ନିଜ ପ୍ରିୟ ମଣିଷଟି ସହ ସତେ ଯେପରି ନିଜ ଭାଗ୍ୟ ନିର୍ଦ୍ଧାରଣ କରୁଥିଲେ। ନିର୍ଦ୍ଦିଷ୍ଟ ହୋଇଯାଇଥିବା ଦିନ ପୂର୍ବରୁ ଭେଟିଲା ସେ ପବିତ୍ରକୁ। ଘଣ୍ଟା ଘଣ୍ଟା ପାଖରେ ଠିଆ ହୋଇ କହିବାର ଧୈର୍ଯ୍ୟ ତ ତାର ନଥିଲା। ସବୁ କଥାକୁ ସଂକ୍ଷିପ୍ତରେ ସାରି ଭବିଷ୍ୟତରେ ଏକାଠି ହେବାର ଶପଥ କରିଛି। ତମେ ବି ମୁଁ ଫେରିବା ଯାଏଁ ଅପେକ୍ଷା କରିବ। କହିବା ଭିତରେ କେତେ ଲୁହ ବହି ଯାଉଥିଲା କେଜାଣି। ପବିତ୍ରର ହାତର ସ୍ପର୍ଶରେ ସେ ସମ୍ଭାଳି ନେବାକୁ ଉଦ୍ୟମ କରୁଥିଲା। ପବିତ୍ର ବିଚଳିତ ଦିଶୁଥିଲେ। ନିରୁପମା ସାମ୍ନାରେ ନିଜକୁ ଦୁର୍ବଳ କଲେ ସେ ଆହୁରି କାନ୍ଦିବେ। ପବିତ୍ର ବୁଝେଇଲା, ଆମ ଭିତରେ ବିଶ୍ୱାସ ଭଲ ପାଇବା ଅତୁଟ ଅଛି। ରହିବ। ମୁଁ ସାରା ଜୀବନ ତତେ ଅପେକ୍ଷା କରିବି। ତୁ ଯା ତୋ ପରିବାର ସାଙ୍ଗରେ। ମୁଁ ତ ତୋ ଭିତରେ ଅଛି। ଆଉ ଭୟ କ'ଣ? ସମୟ ବଳବାନ। ଭରସା ରଖିବା। ସମୟ ସବୁ ଠିକ୍ କରିଦେବ। ଫୋନ୍ ମୁଁ କରିବି, ଆଉ ଭିଡ଼ିଓ କଲିଂ ବି। ତୁ କରିବୁ ନା? ମୁଣ୍ଡ ହଲେଇଲା ନିରୁ। ଫେରି ଆସିଲା ନିରୁପମା ଲୁହକୁ କୋହ ସାଥେ ପବିତ୍ରର ଆଦର, ଆଦେଶ ଓ ଆବେଗର ଶେଷ ସ୍ପର୍ଶକୁ ଧରି। ପବିତ୍ର ରହିଗଲା ପଛରେ। ନିରୁପମା ପରିବାର ସହ ଚାଲିଗଲା କଟକ। ସମୟ ଗଡ଼ି ଚାଲୁଥିଲା ତା ନିଜସ୍ୱ ନିୟମରେ। ଧ୍ରୁବଚନ୍ଦ୍ର ଆଉ ନିରୁପମା ପଢ଼ିଲେ ସେଇଠି। ଜଣେ ଇଞ୍ଜିନିୟରିଂ କରିବ, ଆଉ ଜଣେ ପିଜି କରିବ ସୋସିଓଲୋଜିରେ। ତାର ସୋସିଓଲୋଜି ଅନର୍ସ ଥିଲା। ତାପରେ କ'ଣ କରିବ? ସମୟ ହାତରେ ଥିଲା। ପାଣି ପବନ ପରି ସମୟ ଆଗକୁ ଚାଲିଥିଲା। ପବିତ୍ରର ବାପା ସୁରଟରେ ଏକା ରହୁଥିଲେ। ସବୁଦିନ ରାନ୍ଧି ଖାଇବା ହେଉନଥିଲା। ହୋଟେଲ ଖାଇବା ବି ଦେହରେ ଯାଉନଥିଲା। ଅଧିକାଂଶ ସମୟରେ ଦେହ ଅସୁସ୍ଥ ଅଛି ବୋଲି ଚିଠି ଆସୁଥିଲା। ବୋଉ ତାର ଗୁଣୁଗୁଣୁ ହୋଇ କାନ୍ଦୁଥିଲା। ବାପାଙ୍କ ଚିଠି ଚିନ୍ତା ବଢ଼େଇ ଦେଉଥିଲା ପବିର। ଦିନେ ବୋଉ ସହ ବିଚାର ବିମର୍ଶ କରି ବାପା ଚାକିରି ଛାଡ଼ି ଘରକୁ ଚାଲି ଆସନ୍ତୁ ବୋଲି ଚିଠି ପଠାଇଲା। ଚାକିରି ସରିନଥିଲା। ଯାହା କିଛି ଦେୟ ସେ ପାଇବେ ଆପ୍ଲିକେସନ୍ ଦେଇ ଆସନ୍ତୁ, ପରେ ଦେବେ। ଏଠୁ ଚିଠି ଯିବା ପରେ କଥାକୁ ଭରସା କରି ପବି ବାପା ଚାଲି ଆସିଲେ ଘରକୁ। ଅବଶ୍ୟ ମାସ ଗୋଟାକରେ ଚିଠି ଆସିଥିଲା ଅଫିସରୁ। ବାପା ସାଥିରେ ପବି ଯାଇଥିଲା। ବାପାଙ୍କ ବକେୟା ଦେୟ ଧରି ଫେରି ଆସିଥିଲେ ଗାଁକୁ। ତାର ବାପାଙ୍କର ଅସୁସ୍ଥତା ବଢ଼ୁଥିଲା। କଟକ ଭୁବନେଶ୍ୱର ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସା ହେଲା। କିଛି ହେଲାନି। ବାପା ବାଟ କାଟିଲେ। ସେଦିନ ଖୁବ୍ କାନ୍ଦିଥିଲା ପବିତ୍ର। ବୋଉକୁ ବୁଝେଇବ ନା ନିଜକୁ ବୁଝାଇବ? ନିରୁକୁ ଫୋନରେ କହିବ କି? କହିଦେଉ। ସେଇ ତ ତାର ସୁଖ ଦୁଃଖର ସାଥୀ। ଖୁବ୍ ଫୋନରେ କାନ୍ଦିଥିଲା ନିରୁ। ଆଉ ପବି ବି। ଭିଡ଼ିଓ କଲିଂରେ ଦୁହେଁ ଲୁହରେ ଜରଜର ଦିଶୁଥିଲେ। ସମୟର ପବନ ଦିଗ ବଦଳାଇ ନେଉଥିଲା ଧୀରେ ଧୀରେ। ଘରେ ବୋଉ ଆଉ ସାନ ଭଉଣୀକୁ ଏକୁଟିଆ ଛାଡ଼ି କୁଆଡ଼େ ଯିବାକୁ ମନ କଲାନି ପବି। ପାଠ NC ଅଟୋନମସରେ ପିଜିର ପ୍ରଥମ ବର୍ଷରୁ ତାର ସରିଗଲା ଯେମିତି। ସାନ ଭଉଣୀ ମାଟ୍ରିକ ପରେ ଯୁକ୍ତ 2 ପଢ଼ି ସାରିଲା ବେଳକୁ ବୋଉ ଜିଦି ଧରି ବସିଥିଲା। ତାକୁ ବିବାହ କରିଦେଲେ ତୋ ମୁଣ୍ଡରୁ ଦାୟିତ୍ୱ ଯିବ। ଭଲ ଘର ଆଉ ବରଟିଏ ହେଲେ ତୋ ଏକୁଟିଆ ଲୋକକୁ ଟିକେ ସାହା ଭରସା ହେବ ଦୁଇ ଭିଣେଇ ଯାକ। ବୋଉର ଇଚ୍ଛା ପୂରଣ ହେଲା। ଭଉଣୀ ବାହା ହୋଇଗଲା। ମଣିଷ ସବୁବେଳେ ଆଶାକୁ ନେଇ ବଞ୍ଚେ। ଈଶ୍ୱର ଗୋଟିଏ ଦ୍ୱାର ବନ୍ଦ କରିଦେଲେ କେଉଁଠି ନା କେଉଁଠି ତା ପାଇଁ ଆଉ ଦୁଇଟା ବାଟ ଖୋଲିଦେବେ। ବୋଉର ଏ ସତ୍ୟବାଣୀ ଶୁଣି ପବି ନିଜକୁ ପ୍ରସ୍ତୁତ କଲା କ'ଣ କରିବ। ବାପାଙ୍କ ଚାକିରିରୁ ମିଳିଥିବା ଅର୍ଥ ତାଙ୍କ ଚିକିତ୍ସା ଓ ଏକାଦଶ କାମରେ ପ୍ରାୟ ସରିଯାଇଥିଲା। ବାହାରକୁ ଗଲେ କିଛି ଚାକିରିର ସନ୍ଧାନ ମିଳିପାରେ। ଚାଲିଯିବ କି କଟକ? ନିରୁ ଦେଖା ହେବ। ତା ପରିଚୟର ବ୍ୟାପକତାକୁ ଆଧାର କରି ମୋତେ ନିଯୁକ୍ତି ମିଳିବାର ସହାୟକ ହେବ କି? ପର ମୁହୂର୍ତ୍ତରେ ତା ବିବେକ ବାଧା ଦେଲା। ନିଜ ଚାକିରି ପାଇଁ ନିରୁପମା ସହାୟତା ଆଦୌ ନୁହେଁ। ବୋଉ ଘରେ ଏକା। ବାପାଙ୍କର ବିଚ୍ଛେଦ ଜନିତ ଶୋକରୁ ଏ ଯାଇ ମୁକୁଳି ନାହିଁ ବୋଉ। ତାକୁ ଏକୁଟିଆ ଛାଡ଼ି ନା ନା, ଜମା ସମ୍ଭବ ନୁହେଁ। ଯେଉଁ ଆଡ଼କୁ ଚାହିଁଲେ ବି କୂଳ କିନାରା କିଛି ଦିଶୁନଥିଲା ତାକୁ। ଦିନେ ତାଠୁ ସାନ ଅଥଚ ଘରର ବଡ଼ ଝିଅ ଜ୍ୱାଇଁ ପରାମର୍ଶ ଓ ଆର୍ଥିକ ସହାୟତାରେ ପବିତ୍ର 2 ହ୍ୱିଲର ଗାଡ଼ି ପାର୍ଟ ଦୋକାନଟିଏ କଲା। ଗାଁଠୁ ଟିକେ ଦୂର, ହାଇୱେ ଏକ୍ସପ୍ରେସ୍ କଡ଼ରେ। ଜମି ବ୍ୟାଙ୍କରେ ବନ୍ଧା ପଡ଼ିଲା। ଘର ବନ୍ଧକରେ ରହିଲା। ଆରମ୍ଭ କଲା ପବିତ୍ର ବିଜନେସ୍। ସକାଳ 8ରୁ ଘରୁ ଯାଏ, ରାତି 8କୁ ଘରକୁ ଫେରିଆସେ। ସାଇକେଲରୁ ପ୍ରଥମେ ସେକେଣ୍ଡ ହ୍ୟାଣ୍ଡ ମୋଟର ସାଇକେଲଟେ କଲା ପବିତ୍ର। କାର୍ଯ୍ୟ ଚାପ ଭିତରେ ସବୁଦିନ ନିରୁକୁ ଫୋନ୍ କରିପାରୁନଥିଲା। ସେ ଫୋନ୍ କରି ଅଭିମାନ କରି କାନ୍ଦୁଥିଲା। ମାନଭଞ୍ଜନ କରୁଥିଲା ପବିତ୍ର।
नीरू तते तो आखि आगे रखी जीवन को संग्राम भीतर को ठेली देइछि। अल्प दिन अपेक्षा कर, सबु अवस्था सुधुरी जीव। नीरू कांद मुहरे हसे। पवित्र को भी काम करने को उत्साह बढ़े। स्वप्न धीरे धीरे शाखा प्रशाखा मेलाए। पवित्र घरर आर्थिक स्थिति बदलू थाए। बैंक को मूल किसी देई न पारिले भी प्रति मासरे सुध दे दिए। चले जीवन चक आग को धीरे धीरे। नीरू पीजी शेष कला बेलू ढेंकानाल बैंक चाकरी करथिबा बड़ भाई बैंक पीओ युवकर बायोडाटा आ फोटो इत्यादि आनी बापा माँ को राजी कराइदेला। योग्य पिला सहजरे कौन मिले, आ डेरी करी लाभ नहीं। ध्रुव आ 2-3 वर्ष पढ़िबा तो पढ़ू। नीरू विभागर करदेबा एही सप्ताह रे। समस्ते आगभर हेले। से दिन राति रे नीरू खूब कांदिला। पवित्र को कहिला। पवित्र मुंडरे किछि पशिलानी। कौन करिवो, तार तो अधागढ़ा जीवन। पीजी शेष करथिबा झियो को ता बापा माँ काहींकि बा राजी हेबे बाहा देबाकू। तथापि निजको दृढ़ करी नीरू को बुझेइला, प्रेमटा विवाहर संज्ञा नुहे, बरं बाहा हेगले प्रेम सरी जाए। दिन गुड़िक तू तू मे मे भितर को पशि जाए। प्रेम प्रेम जगार थाउ, तो भितरु कि मो भितरु कि नहीं जीवे नहीं। स्वप्न तो देखुथिले दुहे, मात्र स्वप्न काहार सत होईची। बरं नीरू तू भाई और बापा बोंको कथारे राजी हो जा। मते मो गोड़े ठिया हेबाको आहुरी किछि दिन लागिबो। फोन कटि जाइथिला एपटरू। जेते थर नीरू फोन कला रिंग हेला तो उठेलानी पबी। परे परे स्विच अफ। दिने नुहे मास मास जीवनर मोड़ बदली गला। नीरू विवाह हेला कि नहीं खबर रखलानी पवित्र। पवित्र कौन करुछि, कौन अछि तार भविष्यत योजना, से खबर नीरू पाखरे नथिला। धीरे धीरे कस्टमर गहली बढ़ुला। बेस 2 पैसा रोजगार रे पबी चाल घर को कोठा घर करथिला। आज खाली रॉयल एनफिल्ड रे जाए ता काउंटर को 2टा कार करी भड़ारे लगाइछि। बोऊ तार काम को आउ पारु नहीं, सेइथिरे घर गोटाक काम करुछि। बोऊ ता विवाह पई जेते कहिले भी चतुरतारे आड़ी जाए पबी। काहाकु सी बाहा हेब। बोऊ गुणुगुणु होई कांदे। देखि न देखिला परी आड़ी जाए पबी। बोऊ मनर वेदना सी बुझुची, मात्र बोऊ कौन जानिछि ता मन तलर कथा। थरे नीरूर विवाहित रूप देखिले से कौन करिवो। भाबु भाबु केतेबेले सोई पड़िछि पबी। ताकू सुभिला तांको दांड कबाट को किए ठक ठक करुछि। बोऊ ता सोईबा घरे। काम बाली काम सारी फेरी जाए राति रे ता घर को। किए डाकुछि एते राति रे। कबाट पाखकू गला पबी। ड्राइंग रूम रो लाइट लगाइला। कबाट खोलिला। दलकाई शीतल पवन पशि आसिला घर भीतर को। पशि आसिला तापरे ता प्राणर नीरू। अरे तमे एते राति रे? नीरू भी कहिथिला, घर को डाकिबनी, मु पदारे ठिया हिथिबी। आम घरे एते राति रे अंधार रे धूली अणंदु भितरे केमिति रहिबी? तुम पाखकू चली आसिली। पवित्र शुणी कहिथिला, भल कल, आस मो शोइबा घर को बसिबा। बोऊर काले निद भांगी जीव, आस। पबी बाट कड़े नेउथिला आगकू। पलंकरे दुहे पाखापाखि बसिले। पबी ठीक कॉलेज बेड़र चेहरा देखिला नीरूर। से आश्चर्य होई कहिला, तमे कौन से पीओ को विवाह कलनी? सादा सीधा बेश जे। नीरू हसिला करुण हसटे आ कहिथिला, मु तो तुमर बागदत्ता। आउ जन को बाहा होइतिले तुमे कौन खुशी होइथांत? मो भितरे तुमको काढ़िले सिना आउ जन को रखिबी। पबी तुमे काहींकि एते दिन जाय विवाह करिन? पवित्र ता प्रश्नर उत्तर देबाकू जाई कहिथिला, तम कथार उत्तर तुम पाखरे। तुमको जीवनरू काढ़िले सिना आउ काहाकू रखिबी। दुहे समताଳରେ हसिले। पबी कहिला, तम पई घर करिछि, सबु सुख सुविधा खंजिछि से घरे। सबु गाड़ी ठारू रॉयल एनफिल्ड तुमर पसंद बोली सेईटा किनिछि। आउ जहा तुमे आसिले, तुम बापा बोऊ आ भाई तुम कथा को मानि नेले। नीरू कहितिला, सी मते न मानिले मु कोन तांको कथा को मानि थांती। मु कटकरू आम गाँ फेलु नना जे सेठारे ठाकुर पूजा करी चलुचंती तांको सांगरे पछ सीट्रे बसी आसिली, किंतु सी जानिनी। अच्छा तमे सुओ, मु तले सोई पड़ुछि सपरे। सखाळु घर को जाई सफा सुतरा करी रहिबी। पबी से दिन राति रे शांति रे सोइला। राति पाहिला बेलकू देखिला नीरुता बिछणारे नाही। दांड कबाट गेट मेला थिबो भाबी धाई जाई देखिला, किंतु सबु पूर्व परी बंद थिला। नीरू गला केमिति? नीरू घर को सांगे सांगे धाइला पबी। बहु दिनरू कलंकी लागिथिबा बड़ तालाटा झुलुथिला। भीतर को देखिबा संभव नथिला। कबाट झरका सब बंद थिला। सेठू फेरी फेलु नना घरे पहुंचीथिला पबी। फेलु नना को पचारिला,
तुम साथी नीरू आसीथिला कि आम घर को राति जाई दुख सुख होई मोरी घरे तले शोइला। राति पाहिला बेलू फेलु नना हठात कही उठिले, अरे तू पागलटा कि रे? नीरू आसिला तो सह बसी गपसप कला। अरे तार बापा भाई बाहागर जोगाड़ कले, से विवाह पाई खूब प्रतिवाद कला, केही ता कथा शुणिलेनी। सेथिपाई से ता शोइबा घरे फैन रे लुगा बांधी आत्महत्या करदेला। पबी आश्चर्य होई थम मारी चटाण उपरे बसी पड़िथिला। ता पाद तळु माटी खसी जाउथुआ पड़ी ताकू सेतेबेले अनुभव हेउथिला। किछि समय परे उठी निजको संभाली फेलु नना को पचारिथिला, केबे एमिति सबु हेला? फेलु नना कहिथिले, ठीक तारीख मने नाही, तथापि वर्षे होई गलानी। पबी सेतेबेले फेलु नना को कहिथिला, से नना तम सांगरे आसीची बोली मते कहिथिला। फेलु नना कहिथिले, अरे केबे? पुणी मो सांगरे? मु तो जानिनी। अरे पबी, अशरीर मानकु कोन देखि हुए? तू पागलटा। किंतु पबी सेतेबेले ता कथा को दृढ़तार सहित कहिथिला, ना नना मु जाहा कहिली सबु सत्य। आ एठी पाखरे बस। ए छोटिया वाक्यटी मो पई शेष कथा होईगला। सबुदिन को से कथा से स्वर मो स्मृति रहिला सिना, पाखरे बसी शुणिबा आ स्पर्श सुख पाइबा अपहंच होईगला। नीरू सतरे तू नाहु आउ मो पई? तू कह मु रहिबी काहा पई? नीरू नीरू डाकी कचाड़ी होई पड़िला पबी रास्ता उपरे। फेलु नना धाई आसी कुंढेई घर भितर दांड खटरे शुआई देले। पबी कण आउ थिला? बंधुगण, आशा करूछु आपण मानकु ए कहानी निश्चय पसंद आसीथिबो। कहानी पसंद आसीथिले हमर ए चैनल को लाइक एवं शेयर कर दियंतु। हां, जदि हमर ए चैनल को नुवा करि आछिथि चैनल को सब्सक्राइब करबा संगे संगे बेल आइकन को दबेई ऑल बटन टी को चिपि दियंतु। जेते बेले भी एई बडी वीडियो हम चैनल रे आसीबो सर्वप्रथमे आपण मानक पाखु नोटिफिकेशन दिबो। पुनी देखाबो आगामी वीडियो रे आ एको नुवा कहानी को नै। सेतबेला पंत रहउछु। जय जगन्नाथ।